रेडी हलनी घर परिवार ऑलरेडी हलनी हस्तबलंद के निहल जानि पर ना हस्तबलंद मनुष्य मानकर जो गोटे साहस साहस जहा को कहउछन कि धैर्य आपनकर दर्शन को सुनिना क्षणी मोर साहस उड़ी जाउ से के मोर साहस उड़ी जाउ केबे दुदो और दर्शन नाम सुनिबा क्षणी तुम्हारा साहस काहे की उड़ी जाउछि उड़ी जीवन की बाबू काहे की बोले ए पृथ्वी रे जते प्राणी जन्म लाभ करछंती बापा मां सठारे गोटिए नाम दियंतु गोटिए नाम हरि बाजी पकेगिरी जातक नाम एही परि दियो गोटिए नाम दैथि अच्छा नचत धरंतु आपनकर बापा मां को गेला दुला पुआ बोली आपनकर तीन गोटी नाम हिथि तीन गोटी नाम नहले बड़हर पुआ चाहर पुआ बोली आपनकर चारि गोटी नाम हिथि हां सेहना कहि जो कहउछुनी मोर 10 गोटी नाम बोली अच्छा मु भाबुछि आपनकर 10 टी बापा 10 टी मां मध्य होई कि आके गोटे मतो गोटे विषय देले कोन हबनी कि ना रे आ मोगटे सेठी सेठी आके पोटो पोटो कि मारथुलो तू ना का भल लागियो ना मारला के भल लागुछ मारे भल लागते तार जगे से बरी नुह होइला संस्थान रे दश गरी उपकार करी दश नाम को धारण करी अछि ए मु काणे जानिबी कोन होय ए बाबू खाली पाइछि बोले कहिल हबनी तबे कोठ कर्म करी केस को नाम को दैछन्ती पहिले सिना जानिबा हां खाली मु पाइछि कोन तमे पाइछ कि जन्म करछ के देखिछि भारत गो अरे नाम पाइछि नाम पाइछ हां आगे स्वर्ग रे ना मर्त्य रे ना पाताल रे ना कोठी बिरातर ना को पाळा हे मूर्ख कोठ को कर्म करी केस को नाम को दैछन्ती कहिबा को पड़ियो भारत गो तबे कहूछि सुनो कोन कहिबो तो दश नाम संक्षिप्त भाबरे हां अति क्लिप्त भाबरे कहिबो बाबू माने समस्त मोर मने रखिबे दश नाम कोन कहिबे बचन रे कृष्ण मुझे कर्म रे विसाद शेकारी मोर नाम अर्जुन पद श्री राम जय अर्जुन बोले गोटे नाम हला आउ केवल रहिला न गोटी नाम के बहुरा फलगुनी मर जनम नक्षत्र पूर्व फलगुनी मर जनम नक्षत्र तेरे फलगुनी मर नाम विख्यात ए साधु जन कहुछि क्षीर कारण ए सुजन कहुछि क्षीर कारण शुक्रचारी घोड़ा जो चाहुए मोर रथे शुक्रचारी घोड़ा जो चाहुए मोर रथे सीताबाहिनी बोली ना बोलंती समस्ते हे सज्जन कहुछि क्षीर कारण हे साधु जन
बहु अच्छी कारण ଚାରିଗୋଟି ନାମ ହେଲା ଆଉ କେବଳ ହେଲା ଆପଣଙ୍କର ଛଅଟି ନାମ ଶତ୍ରୁକୁ ନ ଜିଣି ରଥ ଫେରାଇବ ନାହିଁ ଏହିପରି ଆପଣଙ୍କର ଆଜ୍ଞା ପାଞ୍ଚ ଗୋଟି ନାମ ହେଲା ଆଉ କେବଳ ହେଲା ପାଞ୍ଚ ଗୋଟି ନାମ କୁବେରପୁରରୁ ଜିଣି ଆଣିଥିଲି ଧନ ଏ ନାମଟା ମହାଦେବ ଦେଇଥିଲେ ଏହିପରି ଆପଣଙ୍କର ଆଜ୍ଞା ଛଅ ଗୋଟି ନାମ ହେଲା ଆଉ କେବଳ ରହିଲା ଚାରି ଗୋଟି ନାମ ସାଗରରେ ସରବନ୍ଧ ବାନ୍ଧିଥିଲି ଦୂତ ଏହିପରି ଆପଣଙ୍କର ଆଜ୍ଞା ସାତ ଗୋଟି ନାମ ହେଲା ଆଉ କେବଳ ରହିଲା ତିନି ଗୋଟି ନାମ ଦୁଇ ହସ୍ତ ସମାବେଶର ପାଳିତ ବିନ୍ଧି ପ୍ରସିଦ୍ଧି ଏହିପରି ଆପଣଙ୍କର ଆଜ୍ଞା ଆଠ ଗୋଟି ନାମ ହେଲା ଆଉ କେବଳ ରହିଲା ଦୁଇ ଗୋଟି ନାମ ବଡ ଛଚା ପିଲାଟା ଏମିତି ନିଜର ଗର୍ବ କରନ୍ତୁନି 6 ମାସ 6 ଦିନ ଯିବନି ଚାରି ଡାଳ ଛିଡ଼ିଯିବ ମାଟିଲି ଗଡଗଡାଇବ ଶେଷକୁ ତମ ମା ଆଜ୍ଞା ଏ ଭବ ସଂସାରରେ ଜନ୍ମ ହେଇଛନ୍ତି ଗର୍ବ କରିକି କହିବାକୁ ଗର୍ବ କଲେ ଭବ ସଂସାରରୁ ପାରି ହବ ନାହିଁ ଲକ୍ଷ୍ୟ କରନ୍ତୁ ଆଜ୍ଞା କେବେ ହେଲେ ମୁଁ ନେଇଛି ମୋର ଘର ମୋର ଦ୍ୱାର ମୋ ପିଲା ମୋ କୁଟୁମ୍ବ ମୋ ମୂଳରୁ ବିଭା ନାହିଁ ଚୂଡ଼ା ନାହିଁ ମାଇକିନା ହଉଛି ମୋର ଏଡ ସୁନ୍ଦର ପିଲାଟାକୁ ତୁ ଏଡିକିଟା ହେଇଛୁ ତତେ ସେ ବିଭା ସେ ବାଙ୍ଗିରି ତୁ ବାଙ୍ଗରା ହଉ ତୋତେ କିଏ ଦଉନି କିଏ କହିଲା କେତେ ଲୋକ ନବା ପୁଅ ଖାଲି ଦାବ ଗଡେଇକି ବଇ ଖାଇନି ହେଲା ଆରେ ପୁଅ ବୁଝିଲୁ ମଣିଷ ଜୀବନ ପାଣି ଫଟକାରେ ଏ ଜୀବନ ଏବେ ଅଛି ଆଉ ଟୁକୁଡ଼ା ବେଳକୁ ନଥିବ ବୁଝିଲୁ ଆମର ରମେଶ ବାବୁ କେଡ଼େ ସୁନ୍ଦର ଘର ସଂସାର କରିଥିଲେ ଚାଲିଗଲେ କିଏ ସାଥିରେ ଗଲେ କି ଭାଇ କିଏ ଯାଇନାହାନ୍ତି କି ଆମେ ମଧ୍ୟ ଯାଇପାରିବା ନାହିଁ ଖାଲି ମୋର ବୋଲି ଆମେ କହିବା ସିନା ଆଚ୍ଛା କିଛି ସାଥିରେ ଯିବନି ଆଜ୍ଞା ଯୋଉଠି ଜିନିଷ ସେଇଠି ରହିଯିବ ଆଜ୍ଞା ବୁଝିଲ ତେଣୁକରି ଆଜ୍ଞା ଲକ୍ଷ୍ୟ କରନ୍ତୁ ଭବ ସଂସାରରୁ ପାରି ହେବାକୁ ଟିକେ ଇଚ୍ଛା କରନ୍ତୁ ମଣିଷ ଜୀବନ ପାଣି ଫଟକା ଏ ଜୀବନ ଏବେ ଅଛି ଆଉ ଟୁକୁଡ଼ା ନଥିବ ନା ଆକୁ ଲକ୍ଷ୍ୟ କରି ଅରବିନ୍ଦ ମୁଦୁଲି ଆମ ଓଡ଼ିଶାର ସୁନାମ ଧନ୍ୟ କଳାକାର ବୋଲି କହିଲେ ଅତ୍ୟୁକ୍ତି ହବ ନାହିଁ କଣ୍ଠଶିଳ୍ପୀ ହଉଛନ୍ତି ଅରବିନ୍ଦ ମୁଦୁଲି ଆଚ୍ଛା ମନୁଷ୍ୟର ଏ ଶରୀର ଭିତରେ 4 ଯୁଗ ବିତି ଯାଉଛି 4 ଯୁଗ ବିତି ଯାଉଛି ଗୋଟେ ଜୀବନରେ 4 ଯୁଗ ସତ୍ୟ ତୃତୀୟ ଦ୍ୱାପର କଳି ଆଚ୍ଛା କୋ ସମୟରେ ସତ୍ୟ ଯୁଗ ଆସୁଛି ମନୁଷ୍ୟ ପାଇଁ କୋ ସମୟରେ ତୃତୀୟ ଯୁଗ କୋ ସମୟଟା ଦ୍ୱାପର କଳି ସମୟ ହଉଛି କୋଡ଼ା ଅତି ସୁନ୍ଦର ଭାବରେ ଗୀତଟି ଗାଇଛନ୍ତି ଆରେ ସତ୍ୟ ଯୁগে ମାତା ଗର୍ଭେ ବିଷ୍ଣୁ ଜପୁଥିଲୁ ମାର ଗର୍ଭରେ ଯେତେବେଳେ ଥିଲେ ସେଇଟା ହଉଛି ମନୁଷ୍ୟ ପାଇଁ ସତ୍ୟ ଯୁଗ ଆରେ ସତ୍ୟ ଯୁগে ମାତା ଗର୍ଭେ ବିଷ୍ଣୁ ଜପୁଥିଲୁ ତ୍ରେତୟାରେ ତଳେ ପଡ଼ି କୁଆଁ ହେଲୁ ଦ୍ୱାପରରେ ଚୁବା କାଳେ କାମିନୀ ଓହିଲୁ କଳି କାଳେ ବୃଦ୍ଧ ବେଳେ ସବୁ ଭୁଲି ଗଲୁ ମନ ଜପରେ হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে হরে সত্য যুগে মাতা গর্ভে বিষ্ণু জপুথুলু মার গর্ভরে আমি যেতবে সঞ্চারিত হলে এ সমুদ্র মধ্যରୁ কেমিতি উদ্ধার হই বলি করপত্র ଯୋଡ଼ିକି ମା ଗର୍ଭରେ ସତ୍ୟ କରିଥିଲୁ ଭଗବାନ କହି
କହିଲେ ଆରେ ତୁ ମାତା ଗର୍ଭରୁ କେମିତି ତୁ ଉଦ୍ଧାର ହବୁ अच्छा ତୁ ସତ୍ୟ କରେ हाँ ତ୍ରିବାର ସତ୍ୟ କଲେ ତୋତେ ମୁଁ ମର୍ତ୍ତ୍ୟକୁ ନେବି ନେବି। ମର୍ତ୍ତ୍ୟକୁ ଗଲେ ତୁ ହରିନାମ ଜପିବୁ हाँ ଆଜ୍ଞା ମାତା ଗର୍ଭରେ ରହି କରପତ୍ର ଚୋରିକି ହାତ ଗୋଡ଼ ସବୁ କେମ୍ପା କେମ୍ପା କରିକି ଭଗବାନଙ୍କୁ ଚିନ୍ତା କରୁଥିଲା ମନୁଷ୍ୟ ମୁଁ କେମିତି ମର୍ତ୍ତ୍ୟପୁରକୁ ଯିବି ସତ୍ୟ କରିଛି ଭଗବାନଙ୍କ ସମ୍ମୁଖରେ हाँ କିନ୍ତୁ ଗର୍ଭରୁ ଯେତେବେଳେ ତଳେ ପଡ଼ିଲା ପୁଅ ସେଇଟା ହେଲା ତା ପାଇଁ ହଉଛି ତୃତୀୟ ଯୁଗ अच्छा ତଳେ ପଡ଼ିକି କୁଆଁ କୁଆଁ ଖାଇବି ଖାଇବି ବୋଲି କହିଲା हाँ କିନ୍ତୁ ହରିକି ସେ ଭୁଲିଗଲା हाँ हाँ ସତ୍ୟ ଯୁଗରେ ସତ୍ୟ କରିକି ଆସିଥିଲା ମା ଗର୍ଭରେ हाँ ମୁଁ ସବୁଦିନେ ଭଗବାନ କୃଷ୍ଣ ନାମ ଜପିବି ଭଗବାନଙ୍କୁ ଚିନ୍ତା କରିବି ଆଚ୍ଛା। ସତ୍ୟ କରିକି କହୁଛି हाँ ତୃତୀୟ ଯୁଗ ପଳେଇ ଆସିଲା ତଳେ ପଡ଼ିବାରୁ ଆଉ ସବୁ ଯାକ ଭୁଲିଗଲା ମାୟା ଜଞ୍ଜାଳରେ ଘାଣ୍ଟି ହେଲା ଦ୍ୱାପର ଯୁଗ ହଉଛି ଭେଣ୍ଡିଆ ସମୟଟା हाँ କାମିନୀ ସାଥିରେ ରମଣ କଲା हाँ ନା ନାଇଁ हाँ ଚତୁର୍ଥ ସମୟ ହଉଛି ବୃଦ୍ଧ ସମୟ हाँ ବାପାଙ୍କର ବୃଦ୍ଧ ସମୟ ଆସିଛି ସବୁ ଲୋଭ ମୋହ ମାୟା ମତ୍ସର୍ଯ୍ୟ ସବୁ ଛାଡ଼ିବାକୁ ପଡ଼ିବ ନହେଲେ ଭବ ସଂସାରରୁ ପାରି ହେଇପାରିବା नहीं ନାହିଁ ତେଣୁକରି ଆଜ୍ଞା କେଡ଼େ ସୁନ୍ଦର ଗୀତଟି ଆଲୋଚନା କରି କହିଛନ୍ତି ଲକ୍ଷ୍ୟ କରନ୍ତୁ ଆମର ପୁନି ପ୍ରବଚକ ବୋଲି ଆପଣମାନେ ଶୁଣୁଥିବେ ଟିଭିରେ ଦଉଥିବ हाँ ବଢିଆ ଭଲ ସୁନ୍ଦର ଗୀତଟି ଗାଇଛନ୍ତି କଣ କହିଲେ कौन ଆରେ କାମ କ୍ରୋଧ ଲୋଭ ମାୟା କାମ କ୍ରୋଧ ଲୋଭ ତିନି ନରକର ବାଟ। କୃଷ୍ଣ ନାମ ଜପିବାକୁ ବେগে କର ନଷ୍ଟ ରେ ଶୁଣ ସାଧୁ ଜନେ ଶୁଣ ସାଧୁ ଜନେ। কৃষ্ণ নাম জপিলে ভবু পারে অন্তিম সময়ে বই কুম্ভরে বসিব শূন্য সাধু জনে শুন সূর্য জনে। কৃষ্ণ নাম জপিলে বহু পার হবা এ সংসারে কিছু নেই আজ্ঞা তেণুকরি যেতবে আমার চতুর্থ সময় বা বৃদ্ধ সময় হয়ে গলা আমি সমস্তে কৌଛନ୍ତି বৃদ্ধ সময় হলে নাম জপিবা ଆଉ ପିଲାଦିନେ ଜପିଲେ କଣ ଭୁଲ ଆଗେ ସତ୍ୟ ଯୁଗେ କଣ ହେଇଛି ସତ୍ୟ ଯୁଗରେ ଧ୍ୟାନ ଫଳ हाँ ଭାଗବତ କହୁଛି कौन ସତ୍ୟ ଯୁଗରେ ଧ୍ୟାନ ଫଳ ତ୍ରେତାରେ ଯଜ୍ଞ ସକଳ ଦ୍ୱାପରେ ପୂଜାର ବିଧାନ କଳିରେ ନାମ ସଂକୀର୍ତ୍ତନ अच्छा ବାଳକେ ମୋର ବୋଲ କର ବେଳ ହଉ ଗୋବିନ୍ଦ ସୁମର हाँ ବାଳକେ ମୋର ବୋଲ କର ବେଳ ହଉ ଗୋବିନ୍ଦ ସୁମର मोर ଜଗନ୍ନାଥ ଦାସ କହିଲେ कौन ଛୋଟ ପିଲା ସମୟରୁ ଗୋବିନ୍ଦ ସୁମରଣା କର हाँ हाँ ତାହେଲେ ଭବ ସଂସାରରୁ ପାରି ହବ ଖାଲି ଚତୁର୍ଥ ଅବସ୍ଥାରେ ନୁହଁ आउ ଯଦି ଚତୁର୍ଥ ଅବସ୍ଥାରେ ଭଗବାନଙ୍କୁ ଚିନ୍ତା କରିବା हाँ ଆଉ ପିଲାଦିନେ ଭଗବାନଙ୍କୁ ଡାକିବେନି ପିଲାଦିନେ କାଣା ଖାଇବନି ଆମେ ହେଲେ ପିଲାଦିନେ ଖାଇବେନି ବୁଢା ହେଲେ ଖାଇବା खाया ନା ନାଇଁ ସବୁଦିନେ ବାଳକେ ମୋର ବୋଲ କର ବେଳ ମୁଁ ଗୋବିନ୍ଦ ସୁମର
ଆରେ ଗୋବିନ୍ଦ ସୁମରିବା ପାଇଁ ବୋଲି ସମୟ କିଛି ନିର୍ଦ୍ଧାରଣ ନାହିଁ, ଯେତେବେଳେ ଡାକିଲେ ସେତେବେଳେ ହବ। ତେଣୁକରି ଭଗବାନଙ୍କୁ ଆମେ ସମସ୍ତେ ଛାଡ଼ିଦେଲେଣି। ଧର୍ମ ସଂକୁଚିତମ୍ ତପ ବିରହିତମ୍ ସତ୍ୟଂ চ ଦୁରଗତମ୍ ଲୋକ ଧର୍ମହତା ଦିରସ୍ୟ ଲୋଭିତା ନାରୀ ବଶ୍ୟ ମାନବଃ ନିର୍ବୃତ୍ୟ ପୃଥିବୀ ନିରସ୍ୱଧି ରହସ୍ୟବତଃ ଭୂପାଳ ନିଜ ଧର୍ମ କର୍ମ ରହିତା ବିପ୍ରା କୁମାର୍ଗତଃ ଭାତ୍ୟା ଭକ୍ତୃ ବିରୋଧିନୀ ପିତ୍ରା ପିତୃ ମୁଦେଶୀନଂ হা কষ্ট কলিযুগে ধন্য নরেতে মৃত্যু। ইয়ে হচ্ছে বেদর শ্লোক, অথর্ব বেদর শ্লোক। ধর্ম সংকুচিত ଲୋକଙ୍କ ପାଖରେ ଧର୍ମ ରହିଲାନି, ଆଜ୍ଞା ଧର୍ମ ଛାଡ଼ିକିରି ପଳେଇଲା କଳିଯୁଗରେ। ଲକ୍ଷ୍ୟ କରନ୍ତୁ, ଧର୍ମ ସଂକୁଚିତମ୍ ତପ ବିରହିତଂ, ଯିଏ ତପ ତପସ୍ୟା କରିବେ ଏଇଟା ବାୟା ହେଇଗଲା ବୋଲି ତାକୁ ଟେକା ଫିଙ୍ଗାଡ଼ିବେ ଲୋକ। ତପ ବିରହିତଂ ସତ୍ୟଂ চ ଦୁରଗତଂ, କାହା ମୁଖରୁ କଳିଯୁଗରେ ସତ କଥା ଶୁଣିବନି ନାହିଁ, କଳିଯୁଗରେ ସମସ୍ତେ ଆମେ ମିଛ କଥା କହିବା। ସତ୍ୟଂ চ ଦୁରଗତଂ ଲୋକ ଧର୍ମହତା, ଧର୍ମକୁ ହାନି କରିଦେଲେ କଳିଯୁଗରେ। ଏକବାଦ ଧର୍ମ ଥିଲା, ଏକବାଦ ଧର୍ମକୁ କଳିଯୁଗରେ କେହି ମଧ୍ୟ ମାନିଲେ ଆଜ୍ଞା। କଳିଯୁଗରେ ସତ୍ୟ ଯୁଗରେ 4 ପାଦ ଧର୍ମ, ତୃତୀୟରେ 3 ପାଦ ଧର୍ମ, ଦ୍ୱାପରରେ 2 ପାଦ ଧର୍ମ, କଳିରେ 1 ପାଦ ଧର୍ମ। କିନ୍ତୁ ଏ ଗୋଟିଏ ପାଦ ଧର୍ମ ଅଛି କଳିଯୁଗର ମନୁଷ୍ୟ, ତାକୁ କେହି ମଧ୍ୟ ମାନିଲେ ନାହିଁ, କେହି ମଧ୍ୟ ମାନୁନାହାନ୍ତି ଧର୍ମ। କେହି ମଧ୍ୟ ଧର୍ମକୁ କାଟିଦେଲେ ସମସ୍ତେ ଆଜ୍ଞା। ଧର୍ମ ସଂକୁଚିତମ୍ ତପ ବିରହିତମ୍ ସତ୍ୟଂ চ ଦୁରଗତମ୍ ଲୋକ ଧର୍ମହତା ବିଚାସ୍ୟ ଲୋଭିତା। ଆଜ୍ଞା ଦ୍ୱିତୀୟ ବୋଲନ୍ତି ବ୍ରାହ୍ମଣ। ଇଏ ତ ଏଇ ଗାଁରେ କେତେ ଥର ମୁଁ ନାଚ କରିଛି, କିନ୍ତୁ ସବୁ ହଉଛନ୍ତି ଆମର କାଳନ୍ଦୀ ଲୋକ। ଆଜ୍ଞା ଆମେ ମଧ୍ୟ କାଳନ୍ଦୀ, ଆମର ସବୁ ଭୂୟାଁ ପାର୍ଟି। ତେଣୁକରି ବ୍ରାହ୍ମଣ ଲୋକ ଲୋଭୀ ହେଇଯିବେ ବୋଲି ଶାସ୍ତ୍ର କହୁଛି ନା ନାଇଁ। ଦିରସ୍ୟ ଲୋଭିତା ନାରୀ ବଶ୍ୟ ମାନବଃ, ଏ ପୁରୁଷ ଜାତି ସମସ୍ତେ ନାରୀ ମାନଙ୍କ ପାଖରେ କଳିଯୁଗରେ ବଶ୍ୟ ହେଇକିରି ରହିବେ। ନାରୀ ବଶ୍ୟ ମାନବଃ ନିର୍ବିଚ୍ଛା ପୃଥିବୀ, ପୃଥିବୀ ମଧ୍ୟ ବିଚ୍ଛ ହାନି ହେଇଗଲା। ଆଉ ଶସ୍ୟ ଖଣ୍ଡ କିଛି ଉତ୍ପାଦନ ହବନି ଯଦି ପିଡ଼ିଆ ସାର ନଦେଲେ। ପିଡ଼ିଆ ସାର ନଦେଲେ କିଛି ମଧ୍ୟ ଶସ୍ୟ ଖଣ୍ଡ ଉତ୍ପାଦନ ହବ ନାହିଁ। ନିର୍ବିଚ୍ଛା ପୃଥିବୀ ନିରୌଷଧି, ଯୋଉ ଆୟୁର୍ବେଦ ଔଷଧ ଥିଲା ଆଜିକାଲି ଯିଏ ଖାଇବ ତାକୁ ଧରିବ, କାହିଁକି ନା କେମିକାଲ ମାଡ଼ ହେଲା ସବୁ। ପିଢ଼ିଆ ଯେମିତି ପଡୁଛି ସେମିତି କେମିକାଲ ପଡୁଛି। କେମିକାଲ ଔଷଧ କି ଏଲୋପାଥିକ ଖାଇଲା ଆମ ଦେହ ଭଲ ହବ, ଆୟୁର୍ବେଦିକ ଖାଇଲେ ଧରିବ ଧର ଲାଲୁଚି ବୁଣ୍ଡା ପଳେଇବ ନା ନାଇଁ। ନିରୌଷଧି ମହତ୍ୱଗତ ଭୂପାଳ ନିଜ ଧର୍ମ କର୍ମ ରହିତା। ଭୂପାଳ ବୋଲନ୍ତି ରାଜା। କଳିଯୁଗରେ ରାଜାର ଯୁଗ ଆଉ ନାହିଁ। କଳିଯୁଗରେ ମନ୍ତ୍ରୀ ଯୁଗ। ଜଣକୁ ଆମେ ଭୋଟ ଦେବା, ମନ୍ତ୍ରୀ ପଦରେ ନିଯୁକ୍ତି କରିବା, ସେ ଯେତେବେଳେ ମନ୍ତ୍ରୀ ହେଇଯିବ ତାର ନିଜର ବ୍ୟକ୍ତିଗତ କଥା ଚିନ୍ତା କରିବ। ପ୍ରଜାମାନେ କେମିତି ଚଳିବେ ସେ କେବେ ମଧ୍ୟ ସେଟା ଭାବନା କରିବ। କଳିଯୁଗର ଲକ୍ଷଣଟା କହୁଛି ଆଜ୍ଞା, ବେଦରେ ଲେଖା ଅଛି। ବେଦରେ ଲେଖା ଅଛି, ମୁଁ ନିଜେ ବାହାର କରିକି କହୁନି। ଇଏ ହେଲା ମନ୍ତ୍ରୀ ମାନେ ସବୁ ରାଜ କରିବେ। ତେଣୁକରି ଭୂପାଳ ନିଜ ଧର୍ମ କର୍ମ ରହିତା ବିପ୍ରା କୁମାର୍ଗତଃ, ବିପ୍ରା ବୋଲନ୍ତି ବ୍ରାହ୍ମଣ। ବ୍ରାହ୍ମଣ ମାନେ ସମସ୍ତେ ଅଭ୍ୟାସ ନଂସମଦ କରିବେ, ଶୂଦ୍ର ମାନେ ମାନିବେ। ବିପ୍ରା କୁମାର୍ଗତଃ ଭାତ୍ୟା ଭକ୍ତୃ ବିରୋଧିନୀ, ବାପା ପୁଅରେ କଳିଯୁଗରେ କେବେ ମଧ୍ୟ ପଡିବ ନାହିଁ। କଳି ଧରା ଧରିକିରି ଦାଣ୍ଡରେ କରିବେ ଆଜ୍ଞା କଳିଯୁଗରେ ଆଜ୍ଞା। ପିତ୍ରା ପିତୃ ମୁଦେଶୀନଂ, ସ୍ୱାମୀ ସ୍ତ୍ରୀର କେବେ ପଡିବନି, ବାପା ପୁଅରେ କେବେ ପଡିବନି। হা কষ্ট কলিযুগে ধন্য নরেছে মৃত্যু। কলিযুগরে গোটিয়ে মনুষ্য বঞ্চিবা পাই কেতে কষ্ট, হা কষ্ট। যিয়ে মরিগলা কলিযুগরে সিয়ে তরিগলা। আজ রমেশ বাবু চালিগলে, জীবন ধন্য হয়ে গেল। আজ নাতি নাতনি কেতে অর্থ ଥିଲେ সিনা সাথে কিয়ে গলে কি মলা গলা বলি ଦି গড়ি কান্দিলে কেহি ন গলে সঙ্গরে গলে কেহি মধ্য ଯିବାର নাই। আরে কেই যাই নাহান্তি, কেই রহি নাহান্তি কি আমি মধ্য রহি পারিবা ନାହିଁ। তেণু করে গোপবন্ধু দাস গোটে কথা কইছন্তি মনে পড়ি গলে গোটে কোন কোন আরে কেহি রহি নাই কি ভবরঙ্গ ভূমি তলে। আরে কেহি রহি নাই কি ভবরঙ্গ ভূমি তলে। সর্বে
କି ଆମେ ମଧ୍ୟ ରହିପାରିବା ନାହିଁ। ସମସ୍ତେ ସଂସାରକୁ ଗୋଟେ ଗୋଟେ ଅଭିନୟ କରିବାକୁ ଆସିଛନ୍ତି। କିଏ କୋଉ ପ୍ରକାର ଅଭିନୟ କରିଛନ୍ତି ତାର ଅଭିନୟ ସରିଲେ ଆମକୁ ବାହୁଡ଼ିବାକୁ ପଡ଼ିବ। ଆଜ୍ଞା ମଣିଷ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ। ଏ ମଣିଷ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ। কর্মে যে নর কর্ম একতার জীবনর মানদণ্ড। জীবন কেবল বর্ষে কিଏ କହିବନି ବଞ୍ଚିବି ବୋଲି କିଏ କହିବନି ଯେ ମୁଁ ମାସୁଡ଼ି ବଞ୍ଚିବି କିଏ କହିପାରିବ ଯେ ମୁଁ ଦଣ୍ଡେ ମାତ୍ର ରହି ପଳେଇବି କିଏ ଜାଣିଛି ମଣିଷ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ ଦଣ୍ଡ ହେଲେ କ୍ଷଣ ମାତ୍ର ଦିଅ କିଏ କହିପାରିବନି ଯେ ମୁଁ ଏତିକି ଦିନ ବଞ୍ଚିବି ବୋଲି କିଏ ଆସିଛି ନାହିଁ କିଏ ଜାଣିନି କିଏ କେତେ ଦିନ ବଞ୍ଚିବ কর্মে যিয়ে নর কর্ম একা তার জীবনর মানদণ্ড যিয়ে যে কর্মকে ধরিকি জন্ম হইଛନ୍ତି কিଏ কোদিন পড়েইব তেଣୁ କରି ପୁଣ୍ୟରେ ଆତ୍ମା ହବା ଯୋଗୁ ସେତିକି ପୁଣ୍ୟ ବଳରେ ଜନ୍ମ ହେଇଥିଲେ ଦିନ ମରଣ ହବ ନହେଲେ ରାତି ମରଣ ହେଇଯିବ ଦିନ ମରଣ ରାତି ମରଣ ବୋଲେ ଆପଣମାନେ କଣ ବୁଝିଲେ ଦିନରେ ମରିବାଟା ରାତିରେ ମରିବାଟା ଦିନ ମରଣ ବୋଲେ ଠିକ ଉପଯୁକ୍ତ ବୟସରେ ମରିଲେ ସେଇଟା ହେଲା ଦିନ ମରଣ ରାତି ମରଣ ବୋଲେ অকাল মৃত্যুটাকে রাতি মরণ কহিবা অকাল মৃত্যু সেটা হল রাতি মরণ তেণুকরি এই যে পুণ্যাত্মা রমেশ বাবুঙ্কর ইয়ে হচ্ছে গোটে পুণ্যাত্মা তেণুকরি আঙ্কর দিন মরণ হল নাতি নাতনি ভাল মন্দ সবু দেখিলে গোছাক ঘর দ্বার কলে ভাল মন্দ কলে সময় হলা চালিগলে দিন মরণ না নাই তেণুকরি যিয়ে যে কর্মকে ধরিকি আমি জন্ম হইଥିବା হও আজ্ঞা বেশি গর্ব করি কহিলে গুড়াক কহিলে বেশি ভালো নাই লেম্বু অতি চিপিড়িলে পিতা পিতা বলে পিলে তোমার বাপা আউ নিশ নিশ কাই তোর পেচ পড়ি কাঞ্চি হই যাইছিল তেণু করি আজ্ঞা মনুষ্য জীবন পানি ফুটকা নিশ্চয় এ জীবন ଏବେ ଅଛି ଆଉ ତ କୋଡାଳକୁ ନଥିବ କେବେ ଗର୍ବ କରିକି କହନ୍ତୁନି ଓ କିଛି ଗର୍ବ କରୁ ନାହିଁ ଯେତେବେଳେ ଯାହା କରିଛି କାହିଁ ଦଉଥି ସତ କଥା କହୁଛନ୍ତି ସତ କଥା କହୁଛନ୍ତି ବିବଚ୍ଛ କର୍ମକୁ କରି ନାହିଁ କେଉଁଠାରେ ବିବଚ୍ଛ କର୍ମକୁ କରି ନାହିଁ କେଉଁଠାରେ ବିବଚ୍ଛ ବୈନ ମନେ ବଳୁଥାନ୍ତି ନାରେ ଏହିପରି ଆପଣଙ୍କର ଆଜ୍ଞା 9 ଗୋଟି ନାମ ହେଇଗଲା ଆଉ କେବଳ ରହିଲା ଗୋଟିଏ ନାମ ଆଜ୍ଞା ବନ୍ଧା ହୋଇ ଅଛି ମୋର ଶିରରେ କିରାଟି ବନ୍ଧା ହୋଇ ଅଛି ମୋର ଶିରରେ କିରାଟି କେବେ କରିବର ନାମ କହିକିରି ଶୁଣ ଶୁଣା ଦୁତା ଶୁଣ ଶୁଣା ଦୁତା କହିବି ଏ ଦିନ ଭୂତାନ୍ତ ହେ এইপরি ମୁଁ ଦଶ ସ୍ଥାନରେ 10 କୋଟି ଉପକାର କରି 10 ନାମକୁ ଧାରଣ କରିଅଛି ମୁଁ କଣ ପରିହାର ମୁଁ କଣ କହିଛି ଆପଣ ମତେ ମାରିବାକୁ ଅଛନ୍ତି ଆଜ୍ଞା ଆପଣ ତ 10 ନାମ କହିଲେ ସେଟା ଆପଣଙ୍କ ମତରେ ହେଇଗଲା ଆଚ୍ଛା କିନ୍ତୁ ଏଇ ସର୍ବସାଧାରଣଙ୍କ ମତରେ ଆଉ ମୋ ମତରେ ଏ କଣ ଦେଖୁଛନ୍ତି ତ ଏ କଣ ଚୋଣ୍ଡର ହଲଲ କରୁଛୁ ଆଙ୍ଗୁଟା କଣ ହଲଲ ହଉନି କଣ এটা হলল হଉଛି না হ্যাঁ হଉଛି এটা কাহিଁକି ହଉଛି କାହିଁକି এটা ମୁଁ କରୁନି ହଁ এটা ଆଗୁଠୁ ହେଇକିରି ଆସିଛି ହବ ପୂର୍ବକାଳିଆ ଦୁଆରୀ ମାନେ ସବୁ ଏହିପରି ଅଭିନୟ କରିକିରି ଆସୁଥିଲେ ଏ ପୁଅ ଭାରତର କୋଉଠି ଉତ୍ପତ୍ତି ହେଇଛି ଜାଣିଛୁ ଏଟା ଗୋଳେଇଲେ
ଚୁଚ୍ଛାରେ ନାଇଟ୍ ସାଉଣ୍ଡ ଲଗେଇକି ବକ୍ସ ଲଗେଇକି ହାଲ୍ଲା କରୁଛୁ। ସାଉଣ୍ଡ ବାଲା ପିଲା ବାଲା ଏ, ଆରେ ପୁଅ ଭାରତର ପ୍ରକୃତରେ ଉତ୍ପତ୍ତି ହେଇଛି କୋଉଠି ଜାଣିଛୁ? କୋଳେ କନ୍ଧ ଖରିଡା। କାହାଠୁ ପାଖରେ ଆଜ୍ଞା? କନ୍ଧ ଖରିଡା। ସାମାଦୁଆରୀ ବୋଲେ ମୋର ବୃଦ୍ଧ ବୟସ ବାପା ମାନେ ସମସ୍ତେ ଜାଣିବେ। କନ୍ଧ ଖରିଡା ସାମା, ଗୌତମୀ ରାମା, ମାଗୁରା ଭୀମା, ତ୍ରିନାଥ ପଟ୍ଟନାୟକ, ଶିବରାମ ସାହୁ ମୋର ଗୁରୁ ହଉଛନ୍ତି ଆଜ୍ଞା ନବଘନ ପରିଡ଼ା। ସେ ମହିଳା ବରା ଆଜି ବାକି ଆଜ୍ଞା ଅଛନ୍ତି ରେ। ଆଜ୍ଞା ବସିଛନ୍ତି 80-82 ବର୍ଷ ହେଲାଣି ଆଉ ଗୋଡ଼ ହାତ ଉଠୁନି। ତାଙ୍କ ଉଠୁନି ଆଉ ଗୋଡ଼ ହାତ ଉଠିବ କି ବୃଦ୍ଧ ବୟସ ହେଲାଣି ଆଜ୍ଞା ବସିଛନ୍ତି କେତେବେଳେ କେତେବେଳେ ନୁଡ ହଉଛନ୍ତି ଡାକିଲେ ଆସୁଛନ୍ତି ଆଜ୍ଞା। ହେଲେ ପୁଅ ଓ ହେଲେ ଏଇ ଇଏ ହଉଛନ୍ତି ପୂର୍ବକାଳିଆ ଦୁଆରୀ ମାନେ ତାଙ୍କର ମୁଁ ଟିକେ ଅଭିନୟ ଦେଖିଥିଲି। ଆଚ୍ଛା ଅଭିନୟ ଦ୍ୱାରା ଟିକେ କହିବି କିଛି ଖରାପ ଭାବିବନି। ହଁ ଦଶନାମ କହିବା କି ଆଜ୍ଞା? ମୁଁ କହୁଛି ଦଶନାମ ଛାଡ଼ିକି ଆଗକୁ ଯିବା ବିଷୟବସ୍ତୁ ଟିକେ ଆଲୋଚନା କରିବା। ହଉ ଏହିପରି ଆପଣଙ୍କର ଦଶନାମ ଧରି କିଏ ସେ ବାରମ୍ବାର ଡାକ ଦଉଛନ୍ତି ମୁଁ ଯାଇ ବୁଝିକିରି ଆସିବି।